10/2/2026 ତାରିଖ ଦିନ ଘସିପୁରା ଥାନାରେ ଦେବାଶିଷ ମହାନ୍ତି ମ୍ୟାନେଜର ଭାରତ ଫାଇନାନ୍ସିଆଲ ଇନକ୍ଲୁଜନ ଲିମିटेड ଶାଳପଡ଼ା ବ୍ରାଞ୍ଚର ସେ ଆସି ଘସିପୁରା ଥାନାରେ ଗୋଟେ ରିପୋର୍ଟ କରିଥିଲେ। এই ରିଲେଟେଡରେ ଘସିପୁରା ଥାନା କେସ୍ ନମ୍ବର 57/26 ଗୋଟେ କେସ୍ ରୁଜୁ କରାଯାଇଥିଲା। ଏଥିରେ ଅଭିଯୋଗ ଥିଲା ଯେ ସେତେବେଳର ଯେ ବ୍ରାଞ୍ଚ ମ୍ୟାନେଜର ପବିତ୍ର ମୋହନ ଦାସ ଜଣେ ପ୍ରାଇଭେଟ ପିଲା ଯାହାଙ୍କର ନାଁ ସୁନିଲ କୁମାର ଜେନା ଅଫ ନନ୍ଦିପଦା ଏ ଦୁଇ ଜଣ ମିଶି 157 ଜଣ ଲୋକଙ୍କୁ ଲୋନ୍ ସାଂକ୍ସନ କରିଥିଲେ ଏବଂ ସେଇ ମର୍ଚାଣ୍ଟ ଲୋନ୍ ସାଂକ୍ସନ କରିଥିଲେ ଏବଂ ସେମାନଙ୍କର ଲୋନ୍ ଟଙ୍କା ଲୋକମାନଙ୍କୁ ନ ଦେଇ ନିଜେ ଆତ୍ମସାତ କରିଥିଲେ। ପରବର୍ତ୍ତୀ ସମୟରେ ଆମେ এই କେସ୍ ସଂକ୍ରାନ୍ତରେ ନନ୍ଦିପଦାର ସୁନିଲ କୁମାର ଜେନାଙ୍କୁ ଗିରଫ କରିଥିଲୁ। ଆଜି এই କେସ୍ର ମୁଖ୍ୟ ଅଭିଯୁକ୍ତ ଭାରତ ଫାଇନାନ୍ସ କମ୍ପାନୀର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ପବିତ୍ର ଦାସ ଯାହାଙ୍କର ଘର ବନ୍ଧଗାଁ ଥାନା ରୁରାଲ ଜିଲ୍ଲା ଭଦ୍ରକ ତାଙ୍କୁ ଗିରଫ କରାଯାଇଛି। ଏଥିରେ ସମୁଦାୟ ମିସଆପ୍ରୋପ୍ରିଏସନ ମନି ହେଉଛି 36 ଲକ୍ଷ ଟଙ୍କା ଏବଂ କିଛି ଲୋକଙ୍କର ଟଙ୍କାକୁ ଏମାନେ ନିଜେ ମଧ୍ୟ ସୁଜି ଦେଇଛନ୍ତି କାହିଁକି ନା ଧରା ପଡ଼ିଯିବା ଭୟରେ କିଛି ସୁଜି ଦେଇଛନ୍ତି। ତଥାପି 46 ଲୋକଙ୍କର ବର୍ତ୍ତମାନ ଲୋନ୍ ଟଙ୍କା ଯାହାର ମୂଲ୍ୟ ଯାହାର ଆନୁମାନିକ ପରିମାଣ 36 ଲକ୍ଷ ଟଙ୍କା ହେବ ତାକୁ ସେ ମିସଆପ୍ରୋପ୍ରିଏସନ କରିଛନ୍ତି। ତେଣୁ ସମୁଦାୟ এই କେସ୍ରେ ଦୁଇଟି ଆକ୍ୟୁଟ୍ ଆମେ 2 ଜଣଙ୍କୁ ଗିରଫ କରିଛୁ ଏବଂ ଆଜି ତାଙ୍କୁ କୋର୍ଟ ଫରୱାର୍ଡ କରାଯିବ। ମିସଆପ୍ରୋପ୍ରିଏସନ ଆମାଉଣ୍ଟ ବହୁତ ଅଧିକ ଥିଲା। ସେ ପୋଲିସର ଗିରଫ ଭୟରେ କିଛି କିଛି ସୁଜି ଦେଇଛନ୍ତି କିନ୍ତୁ ସବୁଯାକ ସୁଜିବା ପାଇଁ ସମ୍ଭବପର ହୋଇପାରେ। ଦେଖନ୍ତୁ ଏଇ ଘଟଣା 2024 ମସିହାର ଏବଂ ଭାରତ ଫାଇନାନ୍ସ କମ୍ପାନୀ ଆସି ବହୁତ ପରେ ରିପୋର୍ଟ କରିଛନ୍ତି 2026ରେ। ତେଣୁ ଅଭିଯୁକ୍ତ ମାନଙ୍କ ପାଖରେ ଏ ବାବଦରେ କୌଣସି ଟଙ୍କା ଆମେ ସିଜର କରିନାହୁଁ ତାକୁ ସେ ମିସଆପ୍ରୋପ୍ରିଏସନ